ମୋ ସହିତ ଆଜି ଅଛନ୍ତି ଯୋଗ ଦିବସରେ ପ୍ରଦୀପ ମହାନ୍ତି, ଯିଏକି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି। ତାଙ୍କଠୁ ଆମେ ଜାଣିବା କ'ଣ ଆଜିର ମହତ୍ତ୍ୱ କ'ଣ। ସାର୍ ସ୍ୱାଗତ କରି ସୂଚନା ଦେବି, କ'ଣ କହିବେ ଆଜିର ଯୋଗ ଦିବସ? ଦେଖନ୍ତୁ, ପ୍ରଥମେ ଆମର ମନ୍ତ୍ର ଅଛି ବା ଶ୍ଲୋକ ଅଛି, ନାସ୍ତି ଯୋଗାତ୍ ପରମ ବଳମ୍, ଅର୍ଥାତ୍ ଯୋଗଠାରୁ ବଳିକି ପରମ ବଳ ଆଉ ନାହିଁ। ଅର୍ଥ ସମସ୍ତ ରୋଗ ବା ସମସ୍ତ ବ୍ୟାଧିର ନିରାକରଣର ପ୍ରଥା ହେଉଛି ବା ପରମ୍ପରା ହେଉଛି ଯୋଗ। ଏବଂ ଏହି ଯୋଗ ହେଉଛି ଆଦି ସନାତନ ହିନ୍ଦୁ ଧର୍ମର ମୂଳ ପାଠ ବା ପରମ୍ପରା। ମହର୍ଷି ପତଞ୍ଜଳି ଏ ଯୋଗ ବିଷୟକୁ ଲେଖିଥିଲେ ଏବଂ ଆମର ଯେଉଁ ଷଢ଼ ଦର୍ଶନ ଅଛି ବେଦର ଯେଉଁ ଷଢ଼ ଦର୍ଶନ ଅଛି ଶେଷ ରୂପାନ୍ତରେ, ସେଥିରେ ଯୋଗ ହେଉଛି ଗୋଟିଏ ଦର୍ଶନ। ଯେମିତି ସାଂଖ୍ୟ, ଯୋଗ, ନ୍ୟାୟ, ଏସବୁ ଦର୍ଶନ ଭିତରୁ ଯୋଗ ହେଉଛି ଗୋଟିଏ ଦର୍ଶନ। ଦର୍ଶନ କହିବାର ଅର୍ଥ ହେଉଛି, ଏ ହେଉଛି ବୈଜ୍ଞାନିକ ପଦ୍ଧତିରେ ସାଧୁସନ୍ଥମାନେ ୟାକୁ ବ୍ୟବହାରରେ ଧୀରେ ଧୀରେ ଉପଯୋଗ କରିଥିଲେ ଏବଂ ଉପଯୋଗ କରିକିରି ଯାହା ତାଙ୍କ ଦୃଷ୍ଟିକୁ ଆସିଥିଲା ଯେ କେଉଁ ରୋଗ ପାଇଁ କି ପ୍ରକାର ଯୋଗ କଲେ ତାହାର ନିରାକରଣ ହୋଇପାରିବ ଏବଂ ମଣିଷ ସୁସ୍ଥ ରହିପାରିବ, ସେଇ ଜିନିଷକୁ ଆଜି ସାରା ଭାରତର ଯେଉଁ ପରମ୍ପରା ତାକୁ ସାରା ବିଶ୍ୱ ଆଜି ମାନିଛି ଏବଂ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ବିଶ୍ୱର ପାଖାପାଖି କିୟତ୍ ମାନେ ହାତ ଗଣତି ମୁଷ୍ଟିମେୟ ଦେଶକୁ ଛାଡ଼ିଦେଲେ ପାଖାପାଖି ସମସ୍ତ ଦେଶ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରୁଛନ୍ତି ଏବଂ ଏହା ଏକ ମାନେ ବିଶ୍ୱର ଉତ୍ସବ ରୂପେ ପରିଣତ ହୋଇଛି।